ଈଶ୍ୱର କିଏ ଓ କେଉଁଠି? ଈଶ୍ୱରଙ୍କ ଅସ୍ତିତ୍ୱକୁ ପ୍ରମାଣିତ କରିବା ପାଇଁ ତର୍କ ଦିଅନ୍ତି। ଏତେ ବିରାଟ ବ୍ରହ୍ମାଣ୍ଡର ସୃଷ୍ଟି ଓ ଏତେ ବଡ଼ ସଂସାରକୁ ଚଳାଇବା ପଛରେ ନିଶ୍ଚୟ ଏକ ଅଦୃଶ୍ୟ ମହାନ ଶକ୍ତି ବିଦ୍ୟମାନ ଅଛି। ସେହି ଶକ୍ତି ହିଁ ଈଶ୍ୱର। କର୍ତ୍ତା ବିନା ଏସବୁ ସୃଷ୍ଟି ସମ୍ଭବ କିପରି ହେବ? ସେହିମାନଙ୍କୁ ଅନ୍ୟ ଏକ ତର୍କସଙ୍ଗତ ପ୍ରଶ୍ନ କରାଯାଇପାରେ। ଯଦି କର୍ତ୍ତା ବିନା କୌଣସି କର୍ମ ସମ୍ଭବ ନୁହେଁ, ତେବେ ତଥାକଥିତ ଈଶ୍ୱରଙ୍କୁ ମଧ୍ୟ ତିଆରି କରିଥିବା ଶକ୍ତି କିଛି ଗୋଟିଏ ଥିବ। ସେ ପୁଣି କିଏ? ଆଦି ମାନବ ଯେବେ ବିକଶିତ ହେବାକୁ ଲାଗିଲା, ସେ ଆଖପାଖ ଜିନିଷ ସବୁକୁ ଦେଖି ବିସ୍ମୟ ପ୍ରକାଶ କଲା। ତା ମନରେ ପ୍ରଶ୍ନ ଉଠିଲା, ଏସବୁ କିପରି ତିଆରି ହେଲା? ସେତେବେଳେ ଯେଉଁମାନେ ଟିକିଏ ଅଧିକ ଚାଲାକ ବା ବୁଦ୍ଧିଆ ଥିଲେ, ସେମାନେ ବିଭିନ୍ନ ଦେବତାଙ୍କ କଳ୍ପନା କରି ସାଧାରଣ ଲୋକଙ୍କୁ ବୁଝାଇଥିଲେ। ଫଳରେ ସେମାନେ ପ୍ରଭୁତ୍ୱ ବିସ୍ତାର କରି ବସିଲେ। ଏଇ ବୁଦ୍ଧିଆ ବର୍ଗର ଲୋକମାନେ ପରେ ପରେ ବ୍ରାହ୍ମଣ, ପୁରୋହିତ ଓ ଧର୍ମଗୁରୁ ହୋଇଗଲେ। ସାଧାରଣ ଲୋକଙ୍କ ମନରେ ଅନେକ ସହଜାତ ପ୍ରଶ୍ନ ସବୁର ଉତ୍ତରରେ କଳ୍ପିତ ଈଶ୍ୱରଙ୍କୁ ଆରୋପିତ କରିବାକୁ ଲାଗିଲେ। ବେଦମାନଙ୍କରେ ବିଭିନ୍ନ ପ୍ରାକୃତିକ ସ୍ଥିତି ପାଇଁ ଅଲଗା ଅଲଗା ଦେବୀ ବା ଦେବତାଙ୍କ କଳ୍ପନାରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି ଯେ ବ୍ରାହ୍ମଣମାନେ ବିଭିନ୍ନ ଅଦୃଶ୍ୟ ଶକ୍ତିକୁ କାରଣ ରୂପେ ଦର୍ଶାଇ ସେହି ସବୁ ପ୍ରାକୃତିକ ଘଟଣା ଦ୍ୱାରା ଘଟୁଥିବା କ୍ଷତିରୁ ରକ୍ଷା ପାଇବା ପାଇଁ ଉକ୍ତ ଘଟଣା ସମ୍ବନ୍ଧିତ ଦେବତାଙ୍କୁ ପ୍ରସନ୍ନ ରଖିବାର ପ୍ରେରଣା ଦେଲେ। ଉଦାହରଣ ସ୍ୱରୂପ ଜଳର ଦେବତା ବରୁଣ। ଅତି ବର୍ଷା ବା କମ୍ ବର୍ଷା ହେଲେ ବରୁଣଙ୍କୁ ପୂଜା ଅର୍ଚ୍ଚନା କରାଯାଉଥିଲା। ଝଡ଼ ତୋଫାନ ହେଲେ ବାୟୁ ଦେବତାଙ୍କୁ ପୂଜା ହେଉଥିଲା। ଖରା ଟାଣ ହୋଇ ବେଶୀ ଗରମ ହେଲେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଉଥିଲା। ଅଗ୍ନି, ଇନ୍ଦ୍ର, ଯମ, କୁବେର, ମରୁତ, ଅଶ୍ୱିନୀ, କୁମାର ଇତ୍ୟାଦି ଦେବତାଙ୍କ ଅସ୍ତିତ୍ୱ ଏହିପରି ମନୁଷ୍ୟର ବିକାଶ ଏବଂ ଆବଶ୍ୟକତାର ବୃଦ୍ଧି ସହିତ ଗୋଟିଏ ପରେ ଗୋଟିଏ ସୃଷ୍ଟି ହୋଇ ଆସିଲେ। ରୋଗ ପାଇଁ ଅଶ୍ୱିନୀ କୁମାର, ଧନ ପାଇଁ କୁବେର ଓ ଲକ୍ଷ୍ମୀ ବିଦ୍ୟା ପାଇଁ ଗଣେଶ ଓ ସରସ୍ୱତୀ, ମୃତ୍ୟୁ କବଳରୁ ରକ୍ଷା ପାଇବା ପାଇଁ ଯମ ଓ ଶନି ଦେବତା। ଏହିଭଳି ବିଭିନ୍ନ ଦେବୀ ଦେବତାଙ୍କ କଳ୍ପନା କରାଯାଇଛି। ତଥାପି ସୃଷ୍ଟିରେ ଆହୁରି ଅନେକ ପ୍ରାକୃତିକ ଘଟଣା ଘଟୁଛି, ଯାହାର କାର୍ଯ୍ୟ ଓ କାରଣ ଅବୁଝା ରହିଯାଉଛି। ଦେଖି ବୁଦ୍ଧିଆ ବର୍ଗ ସର୍ବଶକ୍ତିମାନ, ସର୍ବବ୍ୟାପ୍ତ, ସର୍ବଜ୍ଞାନୀ ଈଶ୍ୱରଙ୍କ କଳ୍ପନା କରି ବସିଲେ। ସେ ହେଲେ ଉପରୋକ୍ତ ସମସ୍ତ ଦେବୀ ଦେବତାଙ୍କ ଠାରୁ ଶ୍ରେଷ୍ଠ ଏବଂ ତାଙ୍କର ନିର୍ଦ୍ଦେଶରେ ଅନ୍ୟ ସବୁ ଦେବୀ ଦେବତା ପରିଚାଳିତ ହେବାକୁ ଲାଗିଲେ। ଈଶ୍ୱରଙ୍କ ରୂପରେ ବ୍ରାହ୍ମଣ ଓ ଧର୍ମଗୁରୁଙ୍କ ହାତମୁଠାକୁ ଏଭଳି ଏକ ଚଳନ୍ତି ମୁଦ୍ରା ଆସିଗଲା, ଯାହାକି ଆଜି ପର୍ଯ୍ୟନ୍ତ ଚଳୁଛି। ସେ ମୁଦ୍ରାକୁ ଯେଉଁଠି ଚାହିଁଲେ ଚଳେଇ ହେବ। ଲୋକଙ୍କ ସାମାନ୍ୟ ବିକାଶ ଘଟୁଥିବା ବେଳେ ବୁଦ୍ଧିଆ ଲୋକଙ୍କ ବିକାଶ ଟିକିଏ ଅଧିକ ମାତ୍ରାରେ ହେଲା। ସେମାନେ ଏହି ମୁଦ୍ରାକୁ ଏଭଳି ଭାବେ ମହିମାମଣ୍ଡିତ କରି ବସିଲେ ଯେ ତା ବିନା ଜୀବନରେ ସଫଳତା ହାସଲ କରିବା ଆଦୌ ସମ୍ଭବ ନୁହେଁ ବୋଲି ଅନ୍ୟମାନଙ୍କ ମନରେ ଏକ ଅମୂଳକ ବିଶ୍ୱାସ ଗଢ଼ି ଉଠିଲା। ପ୍ରଥମ ଉଦାହରଣ ଦେଖନ୍ତୁ। ଋଷି ଚାର୍ବାକ ପ୍ରଥମେ କହିଲେ ଯେ ଈଶ୍ୱର କେହି କେଉଁଠି ନାହିଁ। ପରଲୋକ, ସ୍ୱର୍ଗ ଓ ନର୍କ ସବୁ ମିଥ୍ୟା। ଯାହା କିଛି ଅଛି ଏଇ ଜଗତରେ ଅଛି। ଜୀବନ କାଳରେ ସମସ୍ତେ ଯାହା ଅନୁଭବ କରନ୍ତି ତାହା ହିଁ ସତ୍ୟ। ବେଦ ଶାସ୍ତ୍ର ତ ପଣ୍ଡିତମାନେ ନିଜ ସ୍ୱାର୍ଥ ସିଦ୍ଧି ପାଇଁ ରଚନା କରିଛନ୍ତି। ଚାର୍ବାକଙ୍କ ସିଦ୍ଧାନ୍ତ ଥିଲା ଅତି ସହଜ ଓ ବୋଧଗମ୍ୟ। ସେଥିପାଇଁ ତାଙ୍କର ଶିଷ୍ୟଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଲା। ସେ ଖୁବ୍ ଶୀଘ୍ର ଲୋକପ୍ରିୟ ହୋଇଯିବାରୁ ତାଙ୍କର ବାଣୀକୁ ଲୋକେ ଲୋକାୟତ ବୋଲି କହୁଥିଲେ। ଏହା ଦେଖି ବ୍ରାହ୍ମଣମାନେ ଅସହିଷ୍ଣୁ ହୋଇପଡ଼ିଲେ ଏବଂ ତାଙ୍କର ବିରୋଧ କଲେ। ଫଳରେ ଲୋକାୟତ ଆଜି ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯାଇଛି। ଚାର୍ବାକ ସିଦ୍ଧାନ୍ତ ସବୁ ହଜିଯାଇଛି। ତାଙ୍କର ସବୁ କୃତିକୁ ଧ୍ୱଂସ କରିଦିଆଯାଇଛି। ଈଶ୍ୱରଙ୍କ ଅସ୍ତିତ୍ୱକୁ ନାସ୍ତି କରୁଥିବା ଦ୍ୱିତୀୟ ବ୍ୟକ୍ତି ହେଉଛନ୍ତି ଗୌତମ ବୁଦ୍ଧ। ସେ କହିଛନ୍ତି, ଆମେ ଯେଉଁ ସୁଖ ବା ଦୁଃଖ ଭୋଗ କରୁ ତାର କାରଣ ଆମେ ନିଜେ। ଏଥିପାଇଁ କୌଣସି ଈଶ୍ୱର ଆଦୌ ଦାୟୀ ନୁହନ୍ତି। ସେ ବିଷୟରେ ଚିନ୍ତା କରିବା ନିରର୍ଥକ। ଈଶ୍ୱର ବୋଲି ସଂସାରରେ କିଛି ନାହିଁ। ବୁଦ୍ଧଙ୍କର ବଳିଷ୍ଠ ଯୁକ୍ତି ଓ ଅକାଟ୍ୟ ତର୍କ ଆଗରେ ବ୍ରାହ୍ମଣ ପଣ୍ଡିତମାନେ ନିରୁତ୍ତର ହୋଇପଡ଼ିଥିଲେ। ଫଳରେ ତାଙ୍କର ଶିଷ୍ୟଙ୍କ ସଂଖ୍ୟା ହଜାର ହଜାର ହୋଇ ବଢ଼ିଯାଇଥିଲେ। ପ୍ରଥମତଃ ସେ ଏକ ରାଜପୁତ୍ର ଥିଲେ, ଏଣୁ ତାଙ୍କୁ ସହଜରେ ହରାଇବା ବା ହଟାଇବା ସମ୍ଭବ ହୋଇନଥିଲା।
ଶେଷରେ ତାଙ୍କୁ କପଟରେ ବିଷ ପାନ କରାଇ ମାରି ଦିଆଯାଇଥିଲା। ବୁଦ୍ଧଙ୍କ ସିଦ୍ଧାନ୍ତ ସବୁ ଏତେ ବେଶୀ ପ୍ରଚାର ହୋଇସାରିଥିଲା ଯେ ଚାର୍ବାକଙ୍କ ଭଳି ତାଙ୍କୁ ନିଶ୍ଚିହ୍ନ କରିବା ସମ୍ଭବ ହୋଇନଥିଲା। ଏଇଥିପାଇଁ ବ୍ରାହ୍ମଣମାନେ କୂଟନୀତି ପ୍ରୟୋଗ କରି ବୁଦ୍ଧଙ୍କୁ ବିଷ୍ଣୁଙ୍କ ଏକ ଅବତାର ରୂପେ ଘୋଷଣା କରିଦେଲେ ଓ ଗୌତମ ବୁଦ୍ଧଙ୍କୁ ଭାରତରୁ ପ୍ରାୟ ଲୋପ କରିବାକୁ ଚେଷ୍ଟା କରିଥିଲେ। ହିନ୍ଦୁ ଧର୍ମଗ୍ରନ୍ଥମାନଙ୍କରେ ବୁଦ୍ଧଙ୍କୁ ବିଷ୍ଣୁଙ୍କ ନବମ ଅବତାର ରୂପେ ଉଲ୍ଲେଖ କରାଯାଇଛି। ଭାଗବତରେ କୁହାଗଲା ଯେ ଯେବେ ଅସୁରମାନେ ବୈଦିକ ଧର୍ମକୁ ମାନିବାକୁ ଚାହିଁବେ ସେମାନଙ୍କୁ ବୈଦିକ ଧର୍ମରୁ ବିରତ କରିବା ପାଇଁ ବିଷ୍ଣୁ ବୁଦ୍ଧ ରୂପେ ଅବତାର ଗ୍ରହଣ କରିବେ। ସେ ନିଜର ମୋହକ ବାଣୀ ଦ୍ୱାରା ତାଙ୍କୁ ବୈଦିକ ଧର୍ମରୁ ବିରତ କରାଇବେ। ଏହିଭଳି ପ୍ରଚାର ବୌଦ୍ଧ ଧର୍ମର ମୂଳ ଉଦ୍ଦେଶ୍ୟକୁ ନଷ୍ଟ କରିବାରେ ଖୁବ୍ ସାହାଯ୍ୟ କଲା। ଯେଉଁ ଲୋକମାନେ ବ୍ରାହ୍ମଣମାନଙ୍କ ଜାଲରୁ ନିଜକୁ ମୁକ୍ତ କରି ବୌଦ୍ଧ ପାଲଟିଲେ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଗଲେ। ବୁଦ୍ଧ ଅବତାର କେବଳ ଅସୁରମାନଙ୍କୁ ବିଭ୍ରାନ୍ତ କରାଇ ବୈଦିକ ଧର୍ମରୁ ବିରତ କରାଇବା ପାଇଁ ବିଷ୍ଣୁ ନିଜେ ଅବତାର ଗ୍ରହଣ କରିଛନ୍ତି ବୋଲି ଜାଣିବା ପରେ କେଉଁ ଲୋକ ବା ଚାହିଁବ ନିଜକୁ ଅସୁର ନାମରେ ପରିଚିତ କରିବା ପାଇଁ? କାରଣ ସେ ସମୟରେ ଅସୁର ଶବ୍ଦଟି ଏକ ଗାଳି ବା ଭର୍ତ୍ସନା ଭଳି ସମାଜରେ ଗ୍ରହଣ କରାଯାଉଥିଲା। ବ୍ରାହ୍ମଣମାନେ ବୁଦ୍ଧଙ୍କ ପ୍ରଭାବକୁ କିଭଳି ନଷ୍ଟ କଲେ ଏହା ଏକ ଅଲଗା ଇତିହାସ। ଏଇଠି କେବଳ ଏତିକି ଯଥେଷ୍ଟ ହେବ ଯେ ସେହି ସମୟର ସବୁଠାରୁ ବଡ଼ ନାସ୍ତିକ ଗୌତମ ବୁଦ୍ଧଙ୍କୁ ତାଙ୍କର ମୃତ୍ୟୁ ପରେ ଈଶ୍ୱରଙ୍କ ରୂପ ଦେଇ ବ୍ରାହ୍ମଣମାନେ ଚାଲାକିରେ ସଫଳତା ହାସଲ କରିଛନ୍ତି। ହଜାର ହଜାର ବର୍ଷ ଧରି ଈଶ୍ୱରଙ୍କ କାଳ୍ପନିକ ସତ୍ତାକୁ ପ୍ରଚାର କରିବା ଏବଂ ଶିକ୍ଷା ଦେବା ଫଳରେ ବଡ଼ ବଡ଼ ପ୍ରତିଭାଶାଳୀ ବିଚାରକ, ବୈଜ୍ଞାନିକ ଓ ବୁଦ୍ଧିଜୀବୀମାନେ ମଧ୍ୟ ଭ୍ରମିତ ହୋଇ ସେ ବିଷୟରେ ଚିନ୍ତା କରିବାକୁ ସାହସ କଲେ ନାହିଁ। ଯେଉଁଠି ନିଜର ପୁରୁଷତ୍ୱ ବା ପ୍ରତିଭା ବଳରେ କାମ ହେବା କଥା ସେଇଠି ଈଶ୍ୱରଙ୍କ କୃପାର ସାହାଯ୍ୟ ପାଇବା ଆଶାରେ ନିଜକୁ ଠକି ଚାଲିଛନ୍ତି। ଅନ୍ୟ ଏକ ପ୍ରଶ୍ନ, ସଦ୍ୟ ଜନ୍ମଗ୍ରହଣ କରିଥିବା ଶିଶୁଟି କ'ଣ ପାପ କରିଥାଏ ଯାହାକୁ ରୋଗଗ୍ରସ୍ତ ବା ଅପାଙ୍ଗ କରିଦିଅନ୍ତି? ଏହାକୁ ସିଦ୍ଧ କରିବାକୁ କୁହନ୍ତି ସେ ପୂର୍ବଜନ୍ମରେ ଯେଉଁ ପାପ କରିଥିଲା ତାକୁ ଏହି ଜନ୍ମରେ ଦଣ୍ଡ ମିଳିଲା। ପୁଣି ସେଇ ଗାଲୁଆ ଉତ୍ତର, ଗତ ଜନ୍ମରେ ମଧ୍ୟ ଈଶ୍ୱର ହିଁ ତ ତା ଦ୍ୱାରା କର୍ମ କରାଇଥିଲେ। ଉପରୋକ୍ତ ତଥ୍ୟ ଗୁଡ଼ିକରୁ ଅନେକ କଥା ପ୍ରମାଣିତ ହେଉଛି ଯେ ଈଶ୍ୱର ନାମକ କୌଣସି ସତ୍ତା ନାହିଁ। ଯଦି ଅଛି ତେବେ ସେ ସର୍ବଜ୍ଞ ବା ସର୍ବଶକ୍ତିମାନ ନୁହେଁ। ଯଦି ସର୍ବଜ୍ଞ ଓ ସର୍ବଶକ୍ତିମାନ ତେବେ ସେ ପ୍ରାଣୀର ମଙ୍ଗଳକର୍ତ୍ତା ନୁହେଁ। ଈଶ୍ୱର ଯଦି ସର୍ବବିଦ୍ୟମାନ ତେବେ ବ୍ୟକ୍ତି ଅପରାଧ କରିବା ପୂର୍ବରୁ ହିଁ କାହିଁକି ରୋକିପାରୁନାହିଁ? ଅପରାଧ କଲା ପରେ ତାକୁ ଦଣ୍ଡ ଦେବା ପାଇଁ ରହୁଛି କାହିଁକି? ଅପରାଧୀକୁ ସିନା ସେ ଦଣ୍ଡ ଦେବ, କିନ୍ତୁ ତା ଦ୍ୱାରା ଯେଉଁ ନିରୀହ ସ୍ତ୍ରୀ ବା ପୁରୁଷଟି ଇଜ୍ଜତ ବା ଜୀବନ ହରାଇଲା ତାଙ୍କୁ କିଭଳି ନ୍ୟାୟ ମିଳିଲା? ଏଥିରୁ ପ୍ରମାଣିତ ହେଉଛି ସେ କାହାକୁ କୃପା କରିବା କିମ୍ବା ଦଣ୍ଡ ଦେବାର ପ୍ରଶ୍ନ ଉଠୁନି। ଈଶ୍ୱରଙ୍କ ଦୟାଳୁତା ଗୁଣ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। କୌଣସି ଦୁର୍ଘଟଣା ବା ପ୍ରାକୃତିକ ବିପର୍ଯ୍ୟୟରୁ ମଣିଷ ବଞ୍ଚିଗଲେ କୁହନ୍ତି ଭଗବାନଙ୍କ ଦୟାରୁ ବଞ୍ଚିଗଲା। ଏହା କ'ଣ ସତ? ଈଶ୍ୱରଙ୍କ ଇଚ୍ଛାରେ ହିଁ ତ ସେହି ବିପଦ ଆସିଥିଲା। ଈଶ୍ୱରଙ୍କ ଇଚ୍ଛାରେ ଆସିଥିବା ବିପଦ ଯଦି ଈଶ୍ୱର ହିଁ ଦୂର କରିଦେଲେ ସେଥିରେ ଈଶ୍ୱରଙ୍କ ଦୟାଳୁତା ସିଦ୍ଧ ହେବ କେମିତି? ବରଂ ଏହାଦ୍ୱାରା ସିଦ୍ଧ ହେଉଛି ଯେ ଈଶ୍ୱର ତାଙ୍କର ବଡ଼ପଣା ସିଦ୍ଧ କରିବା ପାଇଁ ପ୍ରଥମେ ଆଘାତ ଦେଇ ପରେ ଔଷଧ ଲଗାଇବା ଭଳି ଏକ ନୀଚ ମନୋବୃତ୍ତିର ପରିଚୟ ଦେଉଛନ୍ତି। ଯଦି ଦାନ, ଦକ୍ଷିଣା ଏବଂ ପୂଜାପାଠ ଦ୍ୱାରା ଈଶ୍ୱର ଖୁସି ହୋଇ କାହାର ପାପକର୍ମକୁ କ୍ଷମା କରି ଦେଉଛନ୍ତି ତାହେଲେ ତାଙ୍କ ଭଳି ଭ୍ରଷ୍ଟାଚାରୀ ଓ ଲାଞ୍ଚୁଆ ଆଉ କିଏ ଅଛି? 2-4 ଟଙ୍କାର ପ୍ରସାଦ ଦ୍ୱାରା ଯାହାକୁ ଫୁସୁଲା ଯାଇପାରେ ଏବଂ ଚୋରି, ଡକାୟତି, ହତ୍ୟା, ବଳାତ୍କାର ଭଳି ଅପରାଧମାନଙ୍କୁ ଯଦି କ୍ଷମା କରାଯାଇପାରେ ସେଭଳି ଈଶ୍ୱରଙ୍କ ନ୍ୟାୟ ନିଷ୍ପର୍ଷ ବୋଲି କିପରି କହିପାରିବା? ଯେକୌଣସି ସାଧାରଣ ବୁଦ୍ଧିର ମଣିଷ ବୁଝିପାରିବ ଯେ ଯେତେ କୁକର୍ମ କଲେ ମଧ୍ୟ 2 ଟଙ୍କାର ପ୍ରସାଦ ଚଢ଼ାଇ ଏବଂ ସ୍ତୁତି କରି ଯାହାକୁ ନିଜ ପକ୍ଷରେ ନିଆଯାଇପାରେ ସେ କେତେ କ୍ଷୁଦ୍ରମନା ହୋଇପାରେ। ସେ ପୁଣି ପ୍ରାଣୀଙ୍କ ମଙ୍ଗଳକର୍ତ୍ତା ବୋଲି କିପରି ବିଶ୍ୱାସ କରିବା? ଈଶ୍ୱର ବିଶ୍ୱାସୀମାନେ କୁହନ୍ତି ଗତ ଜନ୍ମର ଫଳ ଏହି ଜନ୍ମର ମିଳେ। ଏହା ବି ଭୁଲ ପ୍ରମାଣିତ ହେଉଛି। କାରଣ ସେହିମାନେ କହୁଛନ୍ତି ଶରୀର ଓ ଆତ୍ମା ଦୁଇଟି ଅଲଗା ଜିନିଷ। ଆତ୍ମା ଅଜର, ଅମର ଓ ନିର୍ଲିପ୍ତ। ସେ କିଛି କର୍ମ କରୁନି, ସବୁ କର୍ମ ଶରୀର ହିଁ କରୁଛି। ଫଳ ଆସନ୍ତା ଜନ୍ମରେ ମିଳେ। ଏଇଠି ବିରୋଧାଭାସ ରହୁଛି।
କର୍ମ କରିଥିବା ଶରୀର ତ ମୃତ୍ୟୁ ପରେ ନଷ୍ଟ ହୋଇଯାଉଛି। ତେଣୁ ପ୍ରଶ୍ନ ଉଠୁଛି, ଆସନ୍ତା ଜନ୍ମରେ ଦଣ୍ଡ କାହାକୁ ମିଳିବ? ଆତ୍ମାକୁ ନା ଶରୀରକୁ? ଆତ୍ମାକୁ ମିଳିବାର ପ୍ରଶ୍ନ ଉଠୁନି, କାରଣ ସେ ନିର୍ଲିପ୍ତ। ପୂର୍ବ ଜନ୍ମର ଶରୀର କରିଥିବା କର୍ମର ଫଳ ଏହି ଜନ୍ମର ନୂତନ ଶରୀରକୁ ମିଳିବା ନ୍ୟାୟସଙ୍ଗତ ଲାଗୁନି। ଏଠାରେ ଆଧ୍ୟାତ୍ମବାଦୀଙ୍କ ଆତ୍ମା ଓ ଶରୀର ସମ୍ବନ୍ଧୀୟ ଅବଧାରଣା ସମ୍ପର୍କରେ କର୍ମଫଳ ସିଦ୍ଧାନ୍ତକୁ ନେଇ ବିବେଚନା କଲେ ବୁଝାପଡ଼ୁଛି, ମନ୍ଦ କାର୍ଯ୍ୟର ମନ୍ଦ ଫଳ ଦୋଷୀକୁ ଆଦୌ ମିଳୁନି କିମ୍ବା ଭଲ କର୍ମର ଭଲ ଫଳ ଭଲ ଲୋକକୁ ମିଳୁନି। ଧର୍ମଗୁରୁମାନେ ନିଜର ପ୍ରଭୁତ୍ୱ ଜମେଇ ରଖିବା ପାଇଁ କୁହନ୍ତି, ଗୁରୁ ବିନା କୌଣସି ବ୍ୟକ୍ତି ଈଶ୍ୱରଙ୍କ କୃପା ପ୍ରାପ୍ତ କରିବା ସମ୍ଭବ ନୁହେଁ। ହିନ୍ଦୀରେ ଗୋଟିଏ ପ୍ରବାଦ ଅଛି, ହରି ରୁଠେ ଗୁରୁ ଠୌର, ଗୁରୁ ରୁଠେ ନହିଁ ଠୌର। ଅର୍ଥାତ୍ ହରି ରୁଷିଲେ ଗୁରୁ ରକ୍ଷା କରିପାରିବ, କିନ୍ତୁ ଗୁରୁ ରୁଷିଲେ କେହି ରକ୍ଷା କରିପାରିବେନି। ଏଠାରେ ଈଶ୍ୱର ଅପେକ୍ଷା ଗୁରୁ ବଡ଼। ଈଶ୍ୱର ଓ ଭକ୍ତି ମଝିରେ ଗୁରୁ ଭୂମିକା ଠିକ୍ ଜଣେ ଲାଞ୍ଚୁଆ ଅଫିସର ଓ ଜନତା ମଝିରେ ରହୁଥିବା ଦଲାଲ ଭଳି। ଈଶ୍ୱର ସତ୍ତାକୁ ମାନୁଥିବା କିଛି ଲୋକ ଯୁକ୍ତି ଛଳରେ କୁହନ୍ତି, ଲୋକମାନେ ଈଶ୍ୱରଙ୍କ ଭୟରେ ମନ୍ଦ ବା ପାପକର୍ମରୁ ଦୂରେଇ ରହନ୍ତି। ବାସ୍ତବରେ ଏହା ସମ୍ପୂର୍ଣ୍ଣ ଭାବେ ଭୁଲ। ଈଶ୍ୱରଙ୍କ ଭୟରେ କେହି ନୈତିକତା ରକ୍ଷା କରେ ନାହିଁ। ଇତିହାସ ଅନୁସାରେ ଈଶ୍ୱରଙ୍କ ପାଇଁ ସଂସାରରେ ଯେତେ ଅତ୍ୟାଚାର, ଅପରାଧ ଓ ରକ୍ତକ୍ଷୟ ହୋଇଛି, ଅନ୍ୟ କୌଣସି କାରଣରୁ ସେତିକି ହୋଇନି। ଗୋଟିଏ ଈଶ୍ୱରଙ୍କ ସନ୍ତାନମାନେ ଅନ୍ୟ ଏକ ଈଶ୍ୱରଙ୍କ ସନ୍ତାନମାନଙ୍କୁ ଘୃଣା କରୁଛନ୍ତି କାହିଁକି? ଧାର୍ମିକମାନଙ୍କ ଅନ୍ୟ ଏକ ଉଦାହରଣ, ଲାଞ୍ଚ ନେଉଥିବା ଲୋକ ଏବଂ ଅନୈତିକ ବ୍ୟବସାୟ କରି ଅର୍ଜନ କରୁଥିବା ଧନରୁ ଭଗବାନଙ୍କ ପାଇଁ ସେଥିରୁ କିଛି ଟଙ୍କା ଅଲଗା ରଖି ମନ୍ଦିରକୁ ଦାନ କରିଦିଅନ୍ତି, ଯେଉଁଥିପାଇଁ ପ୍ରତ୍ୟେକ ପ୍ରତିଷ୍ଠିତ ମନ୍ଦିରରେ ଆୟ ରାତି ଦିନ ବଢ଼ି ଚାଲିଛି। ସତରେ ଦେଖିବାକୁ ମିଳୁଛି, ଚୋରି, ଡକେତି, ହତ୍ୟା କରିପାରୁଥିବା ଲୋକମାନେ କେହି ନାସ୍ତିକ ନୁହନ୍ତି, ସମସ୍ତେ ଆସ୍ତିକ। ସେମାନଙ୍କର ଈଶ୍ୱର ପ୍ରତି ଭୟ ରହିଛି, ତଥାପି ସବୁ କୁକର୍ମ କରୁଛନ୍ତି। ମଜା କଥା ହେଉଛି ଯେ, ନିଜ କାମରେ ସଫଳତା ପାଇବା ପରେ ଭଗବାନଙ୍କୁ ଧନ୍ୟବାଦ ଦେଇ କୁହନ୍ତି, ଭଗବାନ ପ୍ରଣାମ, ତୁମର ଦୟାରୁ ମୋର ଚୋରି କାମଟି ନିର୍ବିଘ୍ନରେ ସମ୍ପନ୍ନ ହୋଇଗଲା। ମଧ୍ୟପ୍ରଦେଶର କଞ୍ଜର ଜାତିର ଲୋକ ଚୋରି କରିବାକୁ ଯିବା ପୂର୍ବରୁ ତାଙ୍କର ଇଷ୍ଟଦେବୀଙ୍କ ପାଖରେ ମାନସିକ କରି ଯାଆନ୍ତି। ଚମ୍ବଲ ଘାଟିର ଡାକୁ ଓ ବିଭିନ୍ନ ସହରର ଭଡ଼ାଟିଆ ହତ୍ୟାକାରୀମାନେ ନିଜ ନିଜର ଇଷ୍ଟଦେବତା ରଖିଥାନ୍ତି। କୁଖ୍ୟାତ ଡାକୁ ମାନସିଂ ଦୁର୍ଗାଭକ୍ତ ଥିଲା। ଡକେତି କରିବା ପୂର୍ବରୁ ସେ ପ୍ରଥମେ ଦୁର୍ଗାଙ୍କ ପାଖରେ ଯାଇ ପୂଜା ଓ ପ୍ରାର୍ଥନା କରୁଥିଲା ଏବଂ ଅପହୃତ ଧନରାଶିରୁ କିଛି ଅଂଶ ସେହି ମନ୍ଦିରକୁ ଦାନ କରି ଦେଉଥିଲା। ଏଥିରୁ ପ୍ରମାଣିତ ହେଉଛି ଯେ, ଈଶ୍ୱର ବିଶ୍ୱାସ ଲୋକମାନଙ୍କ ଭିତରେ ନୈତିକତା ସୃଷ୍ଟି କରିବା ପରିବର୍ତ୍ତେ ଲୋକଙ୍କ ମନରେ ଥିବା ନୈତିକ ଆସ୍ଥାକୁ ହିଁ ନଷ୍ଟ କରିବାରେ ବେଶୀ ସାହାଯ୍ୟ କରୁଛି। ସମାଜରେ ବାସ କରୁଥିବା ଲୋକର ନୈତିକ ବୋଧ ଅଳ୍ପ ବହୁତ ରହିଥାଏ। ସେ ପରିବାର, ସମାଜ ଓ ପ୍ରଶାସନର ନିୟମକାନୁନକୁ ଭୟ କରୁଥିବାରୁ ନିଜକୁ ସଂଯତ ଓ ଶୃଙ୍ଖଳିତ ରଖିବାକୁ ବାଧ୍ୟ ହୋଇଥାଏ। ଈଶ୍ୱରଙ୍କ କାରଣରୁ ସେତକ ମଧ୍ୟ ରହୁନି, କାରଣ ସେ ଜାଣେ ପାପ କଲେ ମନ୍ଦିରକୁ ଯାଇ ଦାନ ଦକ୍ଷିଣା ଦେଇ ପୂଜାପାଠ କରିଦେଲେ ସବୁ ପାପରୁ କ୍ଷମା ମିଳିଯିବ। କ୍ଷମା ନ ମିଳିଲେ ବି କିଛି ଦୁଃଖ ନାହିଁ, ଦଣ୍ଡ ତ ମିଳିବ ଆସନ୍ତା ଜନ୍ମରେ। ଯଦି ଈଶ୍ୱରଙ୍କ ଅସ୍ତିତ୍ୱ ଏ ଦୁନିଆରେ ଗଢ଼ାଯାଇ ନଥାନ୍ତା, ତାହେଲେ ସମ୍ଭବତଃ ଲୋକଙ୍କ ମଧ୍ୟରେ ନୈତିକତା ବଳବତ୍ତର ହୋଇ ରହିଥାନ୍ତା। ପଣ୍ଡା, ପୂଜାରୀ, ମୌଲା, ପାଦ୍ରୀମାନେ ଈଶ୍ୱରଙ୍କୁ ବିଭିନ୍ନ ରୂପେ ଲୋକମାନଙ୍କ ଭିତରକୁ ଆଣି ଲୋକଙ୍କୁ ଭ୍ରଷ୍ଟ ହେବାର ପଥ ପରିଷ୍କାର କରିଦେଇଛନ୍ତି। ଯେତେ ମନ୍ଦ କର୍ମ କଲେ ବି ଭଗବାନଙ୍କୁ କ୍ଷମା ମାଗିଲେ ମିଳିଯିବ। ସେ ଯେ ପରମ ଦୟାଳୁ, ସଂସାରର ପିତା, ସନ୍ତାନର ଛୋଟ ଛୋଟ ଦୋଷ ତ କ୍ଷମା କରିବେ ନିଶ୍ଚୟ। ଏହିଭଳି ବିଶ୍ୱାସ ଲୋକଙ୍କ ମନରୁ ନୈତିକତାର ଆସ୍ଥାକୁ ଦୁର୍ବଳ କରି ପକାଉଛି। ଅନ୍ୟଥା ଲୋକମାନେ କାହିଁକି ବର୍ଷସାରା ବିଭିନ୍ନ ତୀର୍ଥ ବା ମନ୍ଦିରକୁ ଦୌଡ଼ୁଛନ୍ତି? ଘରେ ଘରେ ପୂଜା, ଯଜ୍ଞ, ଭଜନ, ପ୍ରାର୍ଥନା ସବୁ ଚାଲୁଥିବା ସତ୍ତ୍ୱେ କାହିଁକି ଚୋରି, ବେଇମାନି ଓ ଅତ୍ୟାଚାର ମଧ୍ୟ ଚାଲିଛି? ସଂସାରରେ ଈଶ୍ୱରଙ୍କୁ ମାନୁଥିବା ଲୋକ ସଂଖ୍ୟା ବେଶୀ ଏବଂ ନ ମାନୁଥିବା ଲୋକ କମ୍ ଥିବା ସତ୍ତ୍ୱେ ଏତେ ଅନୈତିକତା ଦେଖାଯାଉଛି କାହିଁକି? ଈଶ୍ୱରଙ୍କ ଅସ୍ତିତ୍ୱ କାଳ୍ପନିକ ଏବଂ ଭିତ୍ତିହୀନ। ତାଙ୍କୁ କେବଳ ବ୍ୟବସାୟିକ ଦୃଷ୍ଟିରୁ ଗଢ଼ାଯାଇଛି। ସେଥିପାଇଁ ଈଶ୍ୱରଙ୍କୁ ମାନୁଥିବା ଲୋକଙ୍କୁ କିଛି ଲାଭ ହେଉ କି ନ ହେଉ, ଧର୍ମର ଦୋକାନ ଖୋଲି ସରଳ ବିଶ୍ୱାସୀ ଲୋକଙ୍କୁ ସ୍ୱର୍ଗ, ମୋକ୍ଷ, ସୁଖ ସମ୍ଭୋଗର
କାଳ୍ପନିକ ଲୋଭ ଦେଖାଉଥିବା ଧର୍ମଗୁରୁମାନଙ୍କର ଧନ ଓ ଯଶ ପ୍ରାପ୍ତି ବହୁତ ହେଉଛି, ଏଥିରେ ସନ୍ଦେହ ନାହିଁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ଏହିଭଳି ଭିଡ଼ିଓ ଦେଖିବାକୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର।